ପରିଚୟ ରଖେ ଆପଣ ନା ଆଜ୍ଞା ମୋ ନାଁ ବିଦ୍ୟାଧର ପ୍ରଧାନ ହିଲିପାଲି। ଆଜି କାଣା ଏଇଟା ହଉଥିଲା ଆଉ ଆଜି ରାସାୟନିକ ସାର ଆଉ ବିଷମୁକ୍ତ କାମ ବାବନ ଆପଣ କାଣା ଧରିଲେ କାଣା ହଁ ମୁଗ ଦେଇକି ବୁନବାର ଲାଗି ଜମିନ ପ୍ରସ୍ତୁତ କଲେ ସେମାନେ ସେ ଡାଇରେକ୍ସନ ଦେଇ ମୁଗ ଏଗ୍ରିକଲଚର ବାଲେ ଆସିବେ ଏଗ୍ରିକଲଚର ବାଲେ ଆସିକରି ତାପରେ ତାଙ୍କର ଯେ କର୍ମକର୍ତ୍ତା ମାନେ ଆସି ମାଟି ମୁଟା ଆଚ୍ଛା ପୂର୍ବରୁ ଆପଣ ଚାଷ କରୁଛନ୍ ହଁ କାଣା ଚାଷ ଧାନ ମୁଗ ଗହମ ବୋଲେ ଏଗ୍ରିକଲଚର ବାଲେ ଆସିକରି ଆଗରୁ ଦେଇଛନ୍ ମାନେ ବହୁତ ଆଗୁ ଆଗଲି ଯାଉଥିଲେ ଏବେ ନା ଏବେ ଯାଇଥିଲେ ମଝି ମଝି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବରଗଡ଼ରେ କାର୍ଯ୍ୟରତ। ସାର୍ ଆଜିର କାର୍ଯ୍ୟକ୍ରମ କାଣା କାଣା ଥିଲା ଆଜିର କାର୍ଯ୍ୟକ୍ରମ ହେଉଛି ଆମର ଯେଉଁ ହୀରାକୁଦ କମାନ ଏରିଆ ମୁଖ୍ୟତଃ ଅତାବିରା ଭେଡ଼େନ ବରଗଡ଼ ବରପାଲି ଏଇଟା ହେଉଛି ମୁଖ୍ୟ ଜଳସେଚନ। ଏହାକୁ ଦୀର୍ଘ 60 ବର୍ଷ ହେଲା ଜଳସେଚନରେ ଦୁଇଟା ଚାଷ ହେଉଛି। ଆମେ ଉତ୍ପାଦନ ବଢ଼ାଇବା ପାଇଁ ସାର ଏବଂ କୀଟନାଶକ ବୈଜ୍ଞାନିକ ତଥା କୃଷି ବିଭାଗର ଉପଦେଶ ବ୍ୟବହାର କରୁଛନ୍ତି, କିନ୍ତୁ ଧୀରେ ଧୀରେ ଦିନକୁ ଦିନ ତାର ପ୍ରୟୋଗଟା ମାତ୍ରାଧିକ ଭାବେ ବଢ଼ି ଚାଲିଛି ଏବଂ ଏହାର କିଛି ସୁଫଳ ସହିତ କୁଫଳ ମଧ୍ୟ ଭୋଗିବାକୁ ପଡ଼ୁଛି। ପରିବେଶ ଉପରେ ପ୍ରଭାବ ପଡ଼ୁଛି ଏବଂ ରୋଗ ଫୋଗ ଅଧିକା ଲାଗିବା ଦ୍ୱାରା କୀଟନାଶକ ଅଧିକା ଦେବା ଦ୍ୱାରା ଖାଦ୍ୟ ମଧ୍ୟ ବି କିଛି ବିଷଯୁକ୍ତ ହୋଇଯାଉଛି, ଯାହାକୁ ଖାଇଲେ ବିଭିନ୍ନ ପ୍ରକାରର ରୋଗ କ୍ୟାନ୍ସର ଇତ୍ୟାଦି ବଢ଼ୁଛି। ଏହାକୁ ଆଖି ଆଗରେ ରଖିକରି ଆମେ ବୈଜ୍ଞାନିକମାନେ ତଥା ସରକାର ତାକୁ ସାରର ପରିମାଣ କମ୍ କରିବା ପାଇଁ ଆମକୁ ବିଭିନ୍ନ ପ୍ରକାର ରିସର୍ଚ୍ଚ ଚାଲିଛି ଏବଂ ସେ ରିସର୍ଚ୍ଚ ଭିତରେ ସାର କମାଇବା ପାଇଁ ଆମେ କିଛି ଅଣୁଜୀବ ଜୈବିକ କୃଷି ତାକୁ ଯଦି ମିଶେଇକରି କରିବା ସେଇଟା ମଧ୍ୟ ବି କମ୍ ସାରରେ ମଧ୍ୟ ବି ଉପଯୁକ୍ତ ଉତ୍ପାଦନ ହୋଇପାରିବ। ଏବଂ ପ୍ରଥମେ ଯଦି ଆମେ କିଛି ତାକୁ ଆରମ୍ଭ କରିବା ଜୈବିକ ପ୍ରଣାଳୀ, ତେବେ ଧୀରେ ଧୀରେ କରି ତାକୁ ଯଦି ସୁଫଳ ମିଳିବ ତେବେ ପୂର୍ଣ୍ଣ ଜୈବିକ ଉପାୟରେ ମଧ୍ୟ ବି ଖାଦ୍ୟ ଉତ୍ପାଦନ ହୋଇପାରିବ। ଏଇଟା ହେଉଛି ଚାଷୀ ତଥା ବୈଜ୍ଞାନିକଙ୍କର ମତ ଏବଂ ଆମେ ଅତାବିରାକୁ ପ୍ରଥମେ ଆମେ ଏହାକୁ ଆଜି ଏଇ ହିଲିପାଲି ଗାଁରେ ସେ କାର୍ଯ୍ୟକ୍ରମଟା ଆରମ୍ଭ କରିଛୁ। ଏହି କାର୍ଯ୍ୟକ୍ରମ ମୁଖ୍ୟ ହେଉଛି ଯେ ୱେଷ୍ଟ ଡିକମ୍ପୋଜର ଗୋଟେ ବେସିଲସ୍ ବ୍ୟାକ୍ଟେରିଆ ଯେଉଁଟାକି ଦେଶୀ ଗାଈ ଗୋବରରୁ ବାହାର କରିଛନ୍ତି ବୈଜ୍ଞାନିକମାନେ ଏବଂ ଏଇଟାକୁ ଯଦି ଧାନ ଜମିରେ ହେଉ ବା ବିଭିନ୍ନ ଚାଷରେ 15ରୁ 25 ଦିନ ଭିତରେ 200 ଲିଟର ଦ୍ରବଣକୁ ଯଦି ଆମେ ଦେବା ତେବେ ଅଧା ସାରର ପ୍ରୟୋଗରେ ମଧ୍ୟ ପୂର୍ଣ୍ଣ ଉତ୍ପାଦନ ହୋଇପାରିବ। ଏଇଟା ହେଉଛି ତାର ମୁଖ୍ୟ ଏବଂ ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବହୁତ ସହଜ ଏବଂ କମ୍ ଖର୍ଚ୍ଚ। ମାତ୍ର 200 ଲିଟର ଦ୍ରବଣ ତିଆରି କରିବା ପାଇଁ 2 କେଜି ଗୁଡ଼ ଦରକାର ଏବଂ ଖରା ଦିନରେ 4 ଦିନରେ ରେଡ଼ି ହୋଇଯିବ ଆଉ ଶୀତ ଦିନରେ 7 ଦିନ ଲାଗିବ। ଏବଂ ଏ ଦ୍ରବଣକୁ ଆମେ ଯଦି ଓଦା ଜମିରେ ଆମେ ତାକୁ ପ୍ରୟୋଗ କରିବା କିମ୍ବା ସ୍ପ୍ରେ କରିକି ମଧ୍ୟ ଯଦି ପ୍ରୟୋଗ କରିବା ତେବେ ଏହାର ସୁଫଳ ପଡ଼ିବ। ଏହାର ସୁଫଳ ଏବଂ ଏହାର କାର୍ଯ୍ୟକାରୀ ହେଉଛି ମାଟି ଭିତରେ ଯେଉଁ ବର୍ଜ୍ୟବସ୍ତୁ ଥିବ ସେ ବର୍ଜ୍ୟବସ୍ତୁକୁ ବିଘଟନ କରିକରି ଅପଘଟନ କରିକରି ଗଛର ଖାଦ୍ୟ ତିଆରି କରିବ। ଯେମିତି ଜଙ୍ଗଲରେ କୋଟି କୋଟି ବର୍ଷ ହେଲା ଏଇ ଜୀବାଣୁମାନେ ହିଁ ଖାଦ୍ୟ ତିଆରି କରି ଜଙ୍ଗଲରୁ ବଞ୍ଚିଛନ୍ତି। ଜମିରେ ଯେହେତୁ ତାର ପରିବେଶଟା ନଷ୍ଟ କରିଛୁ ତାକୁ ଆମେ ପୁଣି ପ୍ରତି 15ରୁ 25 ଦିନ ଦେଲେ ସେ ଆମ ସେମିତି ଜଙ୍ଗଲରେ ଯେମିତି କାମ କରୁଛି ପ୍ରାକୃତିକ ଉପାୟରେ ଆମ କ୍ଷେତ୍ରରେ ମଧ୍ୟ ତେବେ ଉପରେ ମାନେ ଗାଈ ଗୋରୁଙ୍କର ତାର ଅଲ୍ଟରନେଟିଭ୍ ମାନେ ସେମିତି ତ ପୁରା ପାଇବାନି, କିନ୍ତୁ ସେଠି କିଛି ବିଶେଷ ଗୁଣ ବିଶେଷ ଜୀବାଣୁ ତାଙ୍କଠୁ କଢ଼ା ହେଉଛି। ତେବେ ଯେଉଁମାନେ ଗାଈ ରଖିଛନ୍ତି ଏବଂ ସେଇଟାକୁ ପ୍ରୟୋଗ କରିବେ ଜୀବାମୃତ ତାକୁ ଯେଉଁଟା କୁହନ୍ତି ସେଇଟା ସମ୍ପୂର୍ଣ୍ଣ ଜୈବିକ ଏବଂ ଏଇଟା ମଧ୍ୟ ସମ୍ପୂର୍ଣ୍ଣ ଜୈବିକ ତଥା ପ୍ରକୃତି ଯେତେ ଜୀବାଣୁ ଅଛି ପ୍ରାୟ ଅଧିକାଂଶ ଜୀବାଣୁ ସେଇଠି ଦିଅନ୍ତି। କିନ୍ତୁ ଏଇ ଯେଉଁ ୱେଷ୍ଟ ଡିକମ୍ପୋଜର ସେ ଭିତରୁ ଯେଉଁମାନେ ବେଶୀ ଜୋରରେ କାମ କରନ୍ତି ସେଇଟାକୁ ବୈଜ୍ଞାନିକମାନେ କାଢ଼ିଛନ୍ତି। ଆଉ ସେ ଦୃଷ୍ଟିରୁ ଯଦି ଦେଖିବା ଯାହାର ଗାଈ ଗୋରୁ ରଖିପାରୁନାହାନ୍ତି ସେ କେସ୍ରେ ଜୈବିକ ଚାଷ ପାଇଁ ଏଇଟା ବହୁତ ଉପଯୋଗୀ ପ୍ରମାଣିତ ହୋଇସାରିଛି। ତ ଏବେ ଚାଷୀଙ୍କୁ ବରଗଡ଼ କୃଷି ବିଭାଗର କର୍ମଚାରୀ ତଥା କିଛି ସଚେତନ ନାଗରିକ ଏଇ ଯେଉଁ ୱେଷ୍ଟ ଡିକମ୍ପୋଜର ମାଗଣାରେ ତା ଦ୍ରବଣଟାକୁ ଫ୍ରିଲି ଲୋକଙ୍କୁ ଆମେ ଦେଉଛୁ। ଲୋକଙ୍କୁ ଫ୍ରିଲି ଦେଉଛୁ। ସେ ଦ୍ରବଣ 1 ଲିଟର କିମ୍ବା 2 ଲିଟର ଯେଉଁଟାକି ତାର ମୂଲ୍ୟ ଯଦି ବି ଅତି ଅଳ୍ପ, କିନ୍ତୁ ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କର ଏମିତି ଆର୍ଥିକ ସହାୟତା କିଛି ନଥିଲେ ମଧ୍ୟ ବି ତାକୁ ଆମେ ଲୋକମାନଙ୍କୁ ଦେଉଛୁ ଏବଂ ଯେଉଁ ଲୋକମାନେ ପ୍ରୟୋଗ କଲେଣି ସେମାନେ ବହୁତ ଖୁସି ଏବଂ ଏହାର ସୁଫଳ ଅଧା ସାର ବ୍ୟବହାର କରି ମଧ୍ୟ ବି ମାନେ ଉନ୍ନତ ମାନର ଉତ୍ପାଦନ ସେମାନେ କରିପାରିବେ।
ତାପରେ ଆମ ଦେଖନ୍ତୁ ମାନେ ସାରର କଳାବାଜାରୀ ବନ୍ଦ କରିବା ପାଇଁ ଆମ ଯେଉଁ କର୍ମଚାରୀ ଆମେ ଯେଉଁ ଏକ୍ସଟେନସନ୍ କାମଟା କରୁଛୁ ଅନ୍ୟାନ୍ୟ କାମ ସହିତ ଏଇ କାମଟାକୁ ମଧ୍ୟ ବି ଆମ ଦାୟିତ୍ୱ ଅଛି। ମୁଖ୍ୟ ଦାୟିତ୍ୱ ଅନ୍ୟ କାମ ଥିଲେ ମଧ୍ୟ ବି ଏଇ ଦାୟିତ୍ୱ ଯେଉଁ ଇନ୍ସପେକ୍ଟର ହିସାବରେ ଆମର କିଛି କର୍ମଚାରୀ ଯେଉଁମାନେ ସରକାରଙ୍କ ଦ୍ୱାରା ପ୍ରତି ବ୍ଲକରେ ଜଣେ କିମ୍ବା 2 ଜଣ ସେମାନେ ତାଙ୍କର ମାନ୍ୟତା ପାଇଛନ୍ତି ସେମାନେ ହିଁ କରିପାରନ୍ତି। ଏବଂ ଆମେ ଯେତିକି ପାରୁ ପର୍ଯ୍ୟନ୍ତ ପଦକ୍ଷେପ ନେଉଛୁ ଏବଂ ଧୀରେ ଧୀରେ କରି ଯେମିତି ଅନଲାଇନ୍ ସିଷ୍ଟମ୍ ହେଲାଣି POS ସିଷ୍ଟମ୍ ହେଲାଣି ଏ କିଛି ଦିନ ଭିତରେ ସେ କଳାବାଜାରୀରୁ ରୋକିବା ପାଇଁ ଏବଂ ତାକୁ ତାର ଉନ୍ନତ ଆଣିବା ପାଇଁ ନିଶ୍ଚୟ ତାର ସଫଳ ମିଳିପାରୁଛି। ଏବଂ ସାର ମଧ୍ୟ ବି ପ୍ରି ପୋଜିସନ୍ ଯେଉଁ ଗୋଟେ ସରକାର କରୁଛନ୍ତି କାରଣ ଆମ ସାର ଜୁଲାଇରେ ଦରକାର ପଡ଼େ କିନ୍ତୁ ଏବେ ସରକାରଙ୍କର ମେ ମାସରୁ ଅଟୋମେଟିକ୍ ସୋସାଇଟି ମାନଙ୍କରେ ଏବଂ ଯେଉଁ ଦୋକାନୀମାନେ ସେମାନେ ପ୍ରି ପୋଜିସନ୍ କରିବେ ତା ଦ୍ୱାରା ମଧ୍ୟ ଆମେ ସଫଳ ପାଇବୁ। ତାପରେ ଚଢ଼ା ଦରରେ ଯେଉଁଟା ଆମେ ଯେହେତୁ POS ମେସିନ୍ ନେଉଛନ୍ତି ସେଠି ବସ୍ତାରେ ସାର ରେଟ୍ ଲେଖା ହେଇଛି ଏବଂ POS ମଧ୍ୟ ବି ରିସିପ୍ଟ ବାହାରୁଛି। ସେଇଟାକୁ ଆମେ ଯଦି ଠିକ୍ ଭାବେ ଚାଷୀ ଏବଂ ଆମେ ସମସ୍ତେ ସଚେତନ କରିପାରିବା ତେବେ ସେଇ ଜାଗାରେ ଯେହେତୁ ସ୍ଲିପ୍ ବାହାରୁଛି ସେଇଟାକୁ ଆମେ ସମ୍ପୂର୍ଣ୍ଣ ଭାବେ ନିବାରଣ କରିପାରିବା।